राशन कार्ड हिताधिकारी मानक पई सरकारଙ୍କ तरफରୁ ଜାରି ହେଲା ବଡ଼ ଘୋଷଣା। ଯଦି ଆପଣଙ୍କ ପାଖରେ ଗୋଟିଏ ରାସନ କାର୍ଡ଼ ରହିଛି ତାହେଲେ ଏହି ଖବର ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ମାସ ଯଦି ଆପଣମାନେ ରାସନ ଡିଲରଙ୍କ ପାଖରୁ ରାସନ ସାମଗ୍ରୀ ଆଣୁଛନ୍ତି ତାହେଲେ ଏହି ସୂଚନା ଗୁଡ଼ିକ ଜାଣିବା ଆପଣମାନଙ୍କ ପାଇଁ ବହୁତ ଜରୁରୀ ରହିଛି। କାହିଁକି ନା ସମୟ ସମୟରେ ରାସନ କାର୍ଡ଼ ନିୟମରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ପରିବର୍ତ୍ତନ କରାଯାଇଥାଏ। ସେ ନିୟମ ଗୁଡ଼ିକ ବିଷୟରେ ଆପଣମାନେ ଜାଣିବା ବୁଝିବା ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ହଁ ଆଜ୍ଞା, ରାସନ କାର୍ଡ଼ ନିୟମରେ କିଛିଟା ପରିବର୍ତ୍ତନ ହେବା ପାଇଁ ଯାଉଛି ଜୁଲାଇ ମାସରୁ। ଏହି ଜୁଲାଇ ମାସ କେତେ ତାରିଖରୁ ଆପଣମାନଙ୍କର ଏହି ନୂଆ ନିୟମ ଗୁଡ଼ିକ ଲାଗୁ କରାଯିବ, ଆପଣମାନେ କେଉଁ ଲାଭ ଗୁଡ଼ିକ ପାଇବା ପାଇଁ ଯାଉଛନ୍ତି, ରାସନ କାର୍ଡ଼ ହିତାଧିକାରୀ ମାନେ ଏବେ ନୂଆ ସୁବିଧା ମଧ୍ୟ ପାଇବା ପାଇଁ ଯାଉଛନ୍ତି। ସେ ନୂଆ ସୁବିଧା କ'ଣ ରହିଛି, ରାସନ କାର୍ଡ଼କୁ ନେଇ କ'ଣ ନୂଆ ଅପଡ଼େଟ୍ ରହିଛି, ମୁଁ ବିସ୍ତାର ଭାବରେ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଯଦି ପ୍ରଥମ କରି ଆପଣମାନେ ଚ୍ୟାନେଲରେ ଭିଡ଼ିଓଟିକୁ ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲନ୍ତୁନି। ଆପଣମାନଙ୍କର ମୋବାଇଲ ସ୍କ୍ରିନ୍ ଉପରେ ଆପଣମାନଙ୍କୁ ଥରେ ନଜର ପକାଇବା ପାଇଁ କହିବେ। ଯେଉଁ ଖବରଟି ରହିଛି ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁବେ। ରାସନ କାର୍ଡ଼ଧାରୀମାନେ ଧ୍ୟାନ ଦିଅନ୍ତୁ, ସରକାର ଚାଉଳ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ହଁ ଆଜ୍ଞା, ଚାଉଳ ଆପଣମାନଙ୍କୁ ଯେଉଁ ଦିଆଯାଉଛି ସେହି ଚାଉଳକୁ ନେଇ ସରକାର ଏବେ ବଡ଼ ନିଷ୍ପତ୍ତି ନେଇଛନ୍ତି। PMJKAY ଯୋଜନାରେ କ'ଣ ପରିବର୍ତ୍ତନ ହୋଇଛି ଆସନ୍ତୁ ବିସ୍ତାର ରୂପେ ଜାଣିବା। ଦେଖନ୍ତୁ, ରାସନ କାର୍ଡ଼ କେନ୍ଦ୍ର ସରକାର PDS ଅଧୀନରେ ରାସନ ଯୋଗାଇବା ବାଧ୍ୟତାମୂଳକ କରିଛନ୍ତି। ସରକାର ବଣ୍ଟନ କରୁଥିବା ଚାଉଳର ଗୁଣବତ୍ତା ଉନ୍ନତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ରାସନରେ କମ୍ ଭଙ୍ଗା ଶସ୍ୟ ରହିବ, ଯାହା 800 ନିୟୁତ ହିତାଧିକାରୀମାନଙ୍କୁ ଉନ୍ନତ ଗୁଣବତ୍ତାର ଶସ୍ୟ ଯୋଗାଇବ। ଆପଣମାନେ ଯେଉଁ ରାସନ ସାମଗ୍ରୀ ଡିଲରଙ୍କ ପାଖରୁ ଆଣୁଛନ୍ତି ସେହି ରାସନ ସାମଗ୍ରୀର ଗୁଣବତ୍ତା ଅର୍ଥାତ୍ ଆପଣମାନଙ୍କର କ୍ୱାଲିଟି ବହୁତ ବଢ଼ିଆ ଆସିବ। ଏବେ ସରକାର ସେଗୁଡ଼ାକ ତର୍ଜମା କରିବେ ଯେ ହିତାଧିକାରୀମାନଙ୍କ ପାଇଁ ଏହି ରାସନ ସାମଗ୍ରୀ କେତେ ଉପଯୋଗୀ, ଆଉ ସେମାନେ ଏହି ରାସନ ସାମଗ୍ରୀ ଖାଇବା ଦ୍ୱାରା ସେମାନଙ୍କର ଉପକାର ହେବ କି ଅପକାର ହେବ, ଏସବୁ ତର୍ଜମା ହେବ। କ୍ୱାଲିଟି ଉପରେ ବିଶେଷ ଧ୍ୟାନ ଦିଆଯିବ। ଯେଉଁ ଚାଉଳ ଯେଉଁ ରହିଛି ସେ ଚାଉଳର ବେଟର୍ କ୍ୱାଲିଟି କେମିତି ସରକାର ପ୍ରଦାନ କରିପାରିବେ, ସେଥିପାଇଁ ବଡ଼ ନିଷ୍ପତ୍ତି ସରକାରଙ୍କ ତରଫରୁ ଆସିଛି। ଦେଖନ୍ତୁ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ଯଦି ଆପଣ ମଧ୍ୟ ସରକାରୀ ରାସନ ଯୋଜନାର ଲାଭ ପାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ସରକାର ରାସନ କାର୍ଡ଼ ଧାରକମାନଙ୍କୁ ଯୋଗାଇ ଦିଆଯାଉଥିବା ଚାଉଳର ଗୁଣବତ୍ତା ଉନ୍ନତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅର୍ଥାତ୍ PDS ମାଧ୍ୟମରେ ବଣ୍ଟନ କରାଯାଉଥିବା ଚାଉଳରେ ଭଙ୍ଗା ଶସ୍ୟର ପରିମାଣ ହ୍ରାସ ପାଇବ, ଯାହାଦ୍ୱାରା ଲୋକଙ୍କୁ ଉନ୍ନତ ଗୁଣବତ୍ତାର ଶସ୍ୟ ମିଳିବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅର୍ଥାତ୍ PMJKAY ଅଧୀନରେ ପ୍ରାୟ 80 ନିୟୁତ ହିତାଧିକାରୀଙ୍କୁ ଉତ୍ତମ ରାସନ ଯୋଗାଇବା ଲକ୍ଷ୍ୟ ରଖିଛି। ଆପଣଙ୍କର ବି ପ୍ରଶ୍ନ ରହିଥିବ, ଚାଉଳର ଗୁଣବତ୍ତାରେ କ'ଣ ପରିବର୍ତ୍ତନ ହୋଇଛି? ଦେଖନ୍ତୁ, କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତାଙ୍କର ସରକାରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ Xରେ ଘୋଷଣା କରିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ରାସନଯୁକ୍ତ ଚାଉଳର ଗୁଣବତ୍ତା ପରିବର୍ତ୍ତନକୁ ମଞ୍ଜୁରୀ ହୋଇଛି। କଞ୍ଚା ଚାଉଳରେ ଭଙ୍ଗା ଶସ୍ୟ ସୀମା 25%ରୁ 10%କୁ ହ୍ରାସ କରାଯାଇଛି। ସିଝା ଚାଉଳରେ ଏହି ସୀମା 16%ରୁ ମାତ୍ର 5%କୁ ହ୍ରାସ କରାଯାଇଛି। ସରକାର କହିଛନ୍ତି ଯେ ପ୍ରାୟ 30 ବର୍ଷ ମଧ୍ୟରେ ରାସନଯୁକ୍ତ ଚାଉଳ ପାଇଁ ଗୁଣବତ୍ତା ନିୟମରେ ଏହା ପ୍ରଥମ ବଡ଼ ପରିବର୍ତ୍ତନ। ଏହା ସହିତ ଆହୁରି ମଧ୍ୟ ସରକାର ଘୋଷଣା କରିଛନ୍ତି ରାସନ ପରିମାଣରେ କୌଣସି ପରିବର୍ତ୍ତନ ହେବ ନାହିଁ। ଆପଣ ମଧ୍ୟ ଜାଣି ରଖନ୍ତୁ, ଯେତିକି ପରିମାଣରେ ଆପଣମାନଙ୍କୁ ରାସନ ସାମଗ୍ରୀ ମିଳୁଛି ତ ସେହି ପରିମାଣରେ କୌଣସି ପରିବର୍ତ୍ତନ ମଧ୍ୟ ଆଗାମୀ ଦିନମାନଙ୍କରେ ହେବ ନାହିଁ।
सरकार स्पष्ट भाव में कहिसंती जे एही निष्पत्ति PMJKAY अधीन राशन परिमाण रे कौनसी परिवर्तन आनिब नाही बरं योग्य परिवार गुड़िक पूर्व परी समान स्थिर परिमाण रे मागणा शस्य मिलिब किंतु एबे एहार गुणवत्ता पूर्व अपेक्षा बहुत भल हवा पाई जाउछि। देखंतु जातीय खाद्य सुरक्षा आईन अर्थात NFSA अनुजाई प्रत्येक योग्य व्यक्ति प्रति मासरे 10 किलोग्राम मागणा शस्य पाइबे। एही समय अंत्योदय अन्न योजना अधीन परिवार गुड़िक प्रति मासरे 35 किलोग्राम शस्य मिलिबा सहित एक नुआ नियम मध्य जारी करा जाइछि। अन्नपूर्णा राशन कार्ड धारी परिवार प्रत्येक व्यक्ति पिछा एबे 7 केजी चाउल मिलिबो। आपण मानक परिवार रे जेते जन सदस्य थांतु ना कहीं प्रत्येक सदस्य पिछा आपण माने 7 केजी लेखाएं चाउल पाइबा पाई जाउछंती। केंद्र खाद्य एवं ग्राहक व्यापार मंत्री प्रहलाद जोशी अनुजाई एही निष्पत्तिर उद्देश्य हेउची जनसाधारण को उन्नत गुणवत्तार शस्य जोगाइब। तो देखंतु एबे आपण माने जो राशन सामग्री पाइबे से राशन सामग्री रो क्वालिटी आपण मानकु देखिबा पाई मिलिबो। क्वालिटी कहिबा गले आपण मानकर जो राशन सामग्री रहिछि से राशन सामग्री रे भंगा शस्य गुड़िक आपण मानकु बहुत कम देखिबा पाई पाइबे। आउ आपण माने क्वालिटी जिनस आपण माने को मिलिबा पाई जाउछि जा सरकार को तरफ रु बड़ निष्पत्ति जारी करा जाइछि। कैबिनेट रे मध्य यह पास मध्य करा जाइछि। सबुठु गुरुत्वपूर्ण कथा हला जो परिवार को पाखरे राशन कार्ड रहिछि जुलाई मास पाखरु आपण माने आपण मानकर परिवार रो जो सदस्य रहिचंती से सदस्य पिछा आपण माने 10 केजी चाउल पाइबा पाई जाउचंती। पूर्वरु आपण माने 5 केजी चाउल पाउथिले परिवार सदस्यंक पिछा एबे आपण मानकु परिवारंकर सदस्यंक पिछा 10 केजी आपण मानकु चाउल मिलिबा पाई जाउची अर्थात अतिरिक्त आउ 5 केजी चाउल आपण मानकु मिलिबा पाई जाउची। सेही भली अंत्योदय राशन कार्ड हिताधिकारी मानकर मध्य परिवर्तन करा जाइछि। सेमानक परिवार रो जो सदस्यंक पिछा 7 केजी चाउल लेखाएं मिलवा पाई जाउछि। अन्नपूर्णा योजना अधीन पूर्वरु मध्य किछि हिताधिकारी माननको अतिरिक्त 5 केजी चाउल लेखाएं मिल सारिछि। कार्ड मध्य नूतन कार्ड मिल सारिछि। तापरे बड़ लाभटी आपण मानकु मिलवा पाई जाउछि वन नेशन वन राशन कार्ड। एथिरे आपण माने ओडिसार बासिंदा होइथिले मध्य अलगा राज्य रे आपण माने राशन सामग्री पाई परिबे। परवर्ती लाभटी आपण माने राशन डीलर को पाखकु एबे जिबा पाई पड़िबनी। आपण मानकु डिजिटल कार्ड माध्यम रे एटीएम रो व्यवस्था करा जिवो। एटीएम रो जेमति आपण टंका उठाउचंती से भलिया एटीएम राशन कार्ड रो व्यवस्था करा जिवो। आपण माने से डिजिटल कार्ड जरिया रे से एटीएम रु राशन सामग्री पाई परिबे।